ଦେବଶିଷ ବଡ଼ଦା ପରମ ପୂଜ୍ୟପାଦ ଆଚାର୍ଯ୍ୟ ଦେବଙ୍କର ଆତ୍ମଚରଣରେ କୋଟି କୋଟି ପ୍ରଣାମ। ଇଷ୍ଟ ପରିବାରର ସଭିଙ୍କ ଚରଣରେ ମୋର ଅନନ୍ତ କୋଟି ପ୍ରଣାମ। ଆଜିର ଏହି ଶୁଭ ଶାନ୍ତ ସତ୍ସଙ୍ଗରେ ବରେଣ୍ୟ ଅଧ୍ୟକ୍ଷ, ବରେଣ୍ୟ ରୀତିକ ଦେବତା ମଣ୍ଡଳୀ, ଅଧୈର୍ଯ୍ୟ ଯାଜକ କର୍ମୀ ମଣ୍ଡଳୀ, ଭକ୍ତିମତୀ ମାତୃମଣ୍ଡଳୀ, ସାଧୁ ସଜ୍ଜନ ମଣ୍ଡଳୀ, ଛୋଟ ଛୋଟ ଦେବଶିଶୁ ମାନେ ସମସ୍ତଙ୍କ ହୃଦୟରେ ସେହି ପରମ ପୁରୁଷ ବିରାଜମାନ କରୁଥିବାରୁ ମୁଁ ସମସ୍ତଙ୍କୁ ପ୍ରଣାମ ଜଣାଏ। ଗଜପତି ପାରଳାଖ ମଣ୍ଡଳରେ ଆଜି ହଉଛି 1067ତମ ସତ୍ସଙ୍ଗ ଦିବସ। ଏହି ଅବସରରେ ଭୋଗ ନିବେଦନ କରିଛନ୍ତି ସମ୍ମାନୀୟ ଚନ୍ଦ୍ରଶେଖର ପ୍ରଧାନ ଭାଇ। ତାଙ୍କର ଝିଅ ଖୁସି ଦୀକ୍ଷା ଗ୍ରହଣ କରିଛି ଏବଂ ତାଙ୍କର ପାରିବାରିକ ମଙ୍ଗଳ ଉଦ୍ଦେଶ୍ୟରେ ସେ ଭୋଗ ନିବେଦନ କରିଛନ୍ତି। ତେଣୁ ତାଙ୍କର ତଥା ତାଙ୍କ ପରିବାରର ଇଷ୍ଟପିତ ଜୀବନ କାମନା କରି ପରମ ପିତାଙ୍କର ଆତ୍ମଚରଣରେ ପ୍ରାର୍ଥନା ଜଣାଏ। ଆଉ ଜଣେ ଭାଇ ଗୌରାଙ୍ଗ ସାହୁ ଭାଇ, ତାଙ୍କର ଜାଆଁଳା ନାତିଙ୍କର ମଙ୍ଗଳ ଉଦ୍ଦେଶ୍ୟରେ ଏହି ଭୋଗ ନିବେଦନ କରିଛନ୍ତି। ତେଣୁ ଗୌରାଙ୍ଗ ସାହୁ ଭାଇଙ୍କର ଏବଂ ତାଙ୍କ ନାତି ମାନଙ୍କର ଏବଂ ଉପସ୍ଥିତ ଅନୁପସ୍ଥିତ ସମସ୍ତଙ୍କର ଇଷ୍ଟପିତ ଜୀବନ କାମନା କରି ପରମ ପିତାଙ୍କର ଆତ୍ମଚରଣରେ ପ୍ରାର୍ଥନା ଜଣାଏ। ସତ୍ସଙ୍ଗ ଏକ ପବିତ୍ର ଯଜ୍ଞ ଅନୁଷ୍ଠାନ। ଏହାକୁ ଯେଉଁମାନେ ଆୟୋଜନ କରନ୍ତି ଏବଂ ଯେଉଁମାନେ ଯୋଗଦାନ କରନ୍ତି ସେମାନେ ସମସ୍ତେ ପରମ ମଙ୍ଗଳର ଅଧିକାରୀ ହୁଅନ୍ତି। ତେଣୁ ଠାକୁର ସତ୍ସଙ୍ଗର ଡେଫିନେସନ କହୁଛନ୍ତି, ସତରେ ସଂଯୁକ୍ତିର ସହିତ ତଦ୍ଗତି ସମ୍ପନ୍ନ ଯେଉଁମାନେ ସେମାନେ ହେଉଛନ୍ତି ସତ୍ସଙ୍ଗୀ ଏବଂ ସେମାନଙ୍କର ମିଳନ କ୍ଷେତ୍ର ହେଉଛି ସତ୍ସଙ୍ଗ। ତେଣୁ ଆମେ ସମସ୍ତେ ଭାଗ୍ୟବାନ। ପରମ ପ୍ରେମ ଯୁଗ ପୁରୁଷୋତ୍ତମ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ସତମନ୍ତ୍ରରେ ଦୀକ୍ଷିତ ହେଇଛେ ଏବଂ ତାଙ୍କରି ବିଧାନ ମାନିକି ଚାଲିଛେ। ଠାକୁର କହୁଛନ୍ତି, ନହମ ତିଷ୍ଠାମି ବୈକୁଣ୍ଠେ ଯୋଗିନାଂ ହୃଦୟ ନଚ ମଧୁଭକ୍ତା ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ। ହେ ନାରଦ, ମୁଁ ବୈକୁଣ୍ଠରେ ନଥାଏ କି ଯୋଗୀ ମାନଙ୍କ ହୃଦୟରେ ନଥାଏ। ମୋର ଭକ୍ତମାନେ ମୋର ନାମକୁ ଯୋଉଠି ଶ୍ରବଣ କୀର୍ତ୍ତନ ମନନ କରନ୍ତି ମୁଁ ସେଇଠାରେ ଥାଏ, ସତ୍ସଙ୍ଗରେ ଥାଏ। ମୁଁ ରୀତିକ ଦେବତାଙ୍କ କାନ୍ଧରେ ଯାଏ, ମୁହଁରେ କହେ ଏବଂ ଖାଏ। ବ୍ରାହ୍ମଣ ମୁଖେ ମୁଁ ଏହାର ବିପଦ ଖଣ୍ଡଇ ତାହାର। ମୁଁ ପ୍ରତ୍ୟେକ କଥାବାର୍ତ୍ତାର ଜଣେ ନୀରବ ଶ୍ରୋତା ଏବଂ ପ୍ରତ୍ୟେକ ଭୋଜନର ଜଣେ ନୀରବ ଅତିଥି। ତେଣୁ ମୁଁ ସବୁବେଳେ ଗୁରୁ ଭାଇଙ୍କର ପାଖେ ପାଖେ ସବୁବେଳେ ଥାଏ। ତେଣୁ ସେଇ ଦୃଷ୍ଟିରୁ ଆମେମାନେ ସମସ୍ତେ ମାର୍ଜିତ ହେବା ଦରକାର। ଆମର କଥାବାର୍ତ୍ତା, ଚାଲିଚଳନ, ଆଚାର ବ୍ୟବହାର ସଂଯତ ହେବା ଦରକାର। ସତ୍ସଙ୍ଗର କଥା ଯୁଗେ 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 ଯେତେବେଳେ ଧର୍ମର ଗ୍ଲାନି ହୁଏ ସେତେବେଳେ ଅବତାରୀ ପୁରୁଷ ମାନେ ଅବତାର ଗ୍ରହଣ କରନ୍ତି ଏବଂ ଆସିଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର, ଆସିଛନ୍ତି ଲୀଳା ପୁରୁଷୋତ୍ତମ ଶ୍ରୀକୃଷ୍ଣ, ଆସିଛନ୍ତି ଅହିଂସା ପୁରୁଷୋତ୍ତମ ବୁଦ୍ଧଦେବ, ଆସିଛନ୍ତି କ୍ଷମା ପୁରୁଷୋତ୍ତମ ଯୀଶୁଖ୍ରୀଷ୍ଟ ଏବଂ ଶେଷରେ ଆସିଛନ୍ତି ଯୁଗ ପୁରୁଷୋତ୍ତମ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର। ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଏ ଯୁଗରେ ଆସିକି ଆମକୁ ବଞ୍ଚିବା ବଢିବାର ସହଜ ସରଳ ପଥ ଏହି ଯଜନ ଯାଜନ ଇଷ୍ଟପତି ମାଧ୍ୟମରେ ଶିଖେଇ ଦେଇଛନ୍ତି ଏବଂ ବତେଇ ଦେଇଛନ୍ତି। ଏଇ ଠାକୁରଙ୍କର ଲୀଳାର କଥା କେତୋଟି ମୁଁ ଯାହା ଜାଣିଛି ସେତିକି ତୋଳି ଧରୁଛି। ଠାକୁର କହୁଛନ୍ତି, ଭାବୁଛୁ ତୁ ଏହି ବଞ୍ଚିବ କିପରି, ଭାବିବାକୁ ତୁ ହିଁ କିଏ, ଭାବ ତାଙ୍କୁ ଥରେ ମନ ପ୍ରାଣ ଦେଇ, ଭାବୁଛି ତୋ ପାଇଁ ସିଏ। ଠାକୁରଙ୍କର କଥା। ଜଣେ ଗୁରୁ ଭାଇ, ତାଙ୍କ ନାଁ ହଉଛି ଭାସ୍କର। ସେ ଠାକୁରଙ୍କର ଜଣେ ସ୍ୱସ୍ତୟନୀ ଗୁରୁ ଭାଇ। ସେ ସକାଳୁ ଉଠି ନିତ୍ୟକର୍ମ ସାରି ଇଷ୍ଟବୃତ୍ତି କରି ସାରିଛନ୍ତି ଏବଂ ଧ୍ୟାନରେ ବସିଛନ୍ତି। ଏହି ସମୟରେ ତାଙ୍କର କାନ ପାଖରେ ଡିଭାଇନ ପ୍ରମ୍ପଟିଂ ହେଲା, ଆରେ ତୁ ବସି ଧ୍ୟାନ କଣ କରୁଛୁ? ତୋର ଦୀକ୍ଷାଦାତା ଯେ ରୀତିକି ତାଙ୍କ ଘରେ ଡାଲି ଚାଉଳ ତେଲ ଲୁଣ କିଛି ନାହିଁ, ଆଉ ଟିକେ ଧ୍ୟାନ କଣ କରୁଛୁ? ଯେତେବେଳେ ଏତିକି କଥା ସେ ପ୍ରମ୍ପଟିଂ ଶୁଣିଛନ୍ତି ସେତେବେଳେ ସେ ଧ୍ୟାନରୁ ଉଠିଛନ୍ତି ଏବଂ ଯାଇଛନ୍ତି ଦୋକାନକୁ ଏବଂ ଡାଲି ଚାଉଳ ତେଲ ଲୁଣ ପନିପରିବା ସବୁ ଧରିକି ରୀତିକ ଦାଦାଙ୍କ ଘରେ ପହଞ୍ଚିଛନ୍ତି। ସେ ରୀତିକ ଦାଦା ହଉଛନ୍ତି କାଳୀପଦ ଦାଦା। ସେ ଯେତେବେଳେ ରୀତିକ ଦାଦାଙ୍କ ଘରେ ପହଞ୍ଚନ୍ତି ଦେଖୁଛନ୍ତି କାଳୀପଦ ଦାଦା କେତେକ ଗୁରୁ ଭାଇ ମାନଙ୍କ ସହିତ ଦାଣ୍ଡ ପିଣ୍ଡାରେ ବସିକି ଠାକୁରଙ୍କ ବିଷୟରେ ଆଲୋଚନା କରୁଛନ୍ତି ଏବଂ ତାଙ୍କ ମା ଚୁଲିରେ ହାଣ୍ଡି ବସାଇକି ପାଣି ଗରମ କରୁଛନ୍ତି ଏବଂ ଘରେ କିଛି ନାହିଁ। ଏହି ସମୟରେ ଭାସ୍କର ଭାଇ ସବୁ ଖାଦ୍ୟ ସାମଗ୍ରୀ, ଯୋଉଟା ରୋଷେଇ ସାମଗ୍ରୀ ନେଇକି ପହଞ୍ଚିଛନ୍ତି ଏବଂ ନେଇ ମାଙ୍କୁ ଦେଇଛନ୍ତି। ମା ଚୁଲି ଜାଳୁଛନ୍ତି, ପାଣି ଫୁଟାଉଛନ୍ତି, ନାମ କରୁଛନ୍ତି। ଏହି ସମୟରେ ଯେତେବେଳେ ପହଞ୍ଚି ଯାଇଛି ଖାଦ୍ୟ ପଦାର୍ଥ, ସେତେବେଳେ ସେ ଠାକୁରଙ୍କ ପାଖରେ କୃତକୃତ୍ୟ ହେଇଛନ୍ତି ଏବଂ ସମସ୍ତେ ଯୋଉମାନେ ଉପସ୍ଥିତ ଥିଲେ, ଯୋଉ ଗୁରୁ ଭାଇ ମାନେ ଏବଂ ସେଇ ଭାସ୍କର ଭାଇ ସମସ୍ତେ ସେଠି ଅଛନ୍ତି। ରୋଷେଇବାସ ହେଇଛି ଏବଂ ସମସ୍ତେ ସେଇଠି ଖାଇଛନ୍ତି ଏବଂ ଖୁସିରେ ଯାଇଛନ୍ତି ଏବଂ ସେଇ ଦିନ ଠାରୁ କାଳୀପଦ ଦାଦାଙ୍କର କେବେ ଆଉ ଦାନା ଗନାର
ଉଣା ହେଇନି, କେବେ ସେ ଆଉ ଅଭକ୍ତ ହେଇକି ରହିନାହାନ୍ତି। ଇଏ ହଉଛି ଠାକୁରଙ୍କର ଲୀଳାର କଥା। ଦ୍ୱିତୀୟ କଥା ହଉଛି ସେହି କାଳୀପଦ ଦାଦା କଲିକତାର ଦମଦମ ଏରୋଡ୍ରୋମ ଫିଲ୍ଡ ପାଖରେ ଗୋଟେ ସତ୍ସଙ୍ଗରେ ମାନେ ଅଧ୍ୟକ୍ଷତା କରୁଛନ୍ତି ଏବଂ ସେଇ ସତ୍ସଙ୍ଗରେ ପ୍ରାୟ 5,000 ପାଖାପାଖି ଲୋକ ଅଛନ୍ତି। ସତ୍ସଙ୍ଗ ଧୁମଧାମରେ ଚାଲିଛି। ଏହି ସମୟରେ ଜଣେ ଗୁରୁ ଭାଇ ଠିଆ ହେଇକି ଦାଦାଙ୍କୁ ପ୍ରଶ୍ନ କଲେ, ଦାଦା ଆପଣଙ୍କର ଠାକୁରଙ୍କର ଅଲୌକିକ ଜିନିଷ କଣ ଅଛି? ଏଠି କାଳୀପଦ ଦାଦା କହୁଛନ୍ତି, ମୁଁ ଜଣେ ଲୋକ ଯେ ମୁଁ ତୃତୀୟ କ୍ଲାସ ପାସ୍ କରିଛି ଏବଂ ମୋର ବୃତ୍ତି ହଉଛି ସାଇକେଲ ରିପେୟାର କରିବା, ପ୍ୟାଚ୍ ପକେଇବା। ମୋର ଗୋଟେ ହାତରେ ରେଞ୍ଚି ଏବଂ ଆଉ ଗୋଟେ ହାତରେ ସ୍କ୍ରୁ ଡ୍ରାଇଭର ଏବଂ ଅଠା। ମୁଁ ଜଣେ ସାଇକେଲ ମେକାନିକ। କିନ୍ତୁ ଏଇ ଆଜି ସଭାରେ ମୁଁ ପ୍ରିଜାଇଡ କରୁଛି। ହଜାର ହଜାର ଶିକ୍ଷିତ ଲୋକ ଏଠି ଅଛନ୍ତି। ତେଣୁ ଏଇ ଯୋଉ ଶିକ୍ଷିତ ଲୋକଙ୍କ ଭିତରେ ମୁଁ ଏଇଟା ଆଜି ପ୍ରିଜାଇଡ କରୁଛି, ଇଏ କଣ ଅଲୌକିକତା ନୁହେଁ? ୟା ଠାରୁ ବଡ ଅଲୌକିକ କଣ ହେଇପାରେ? ପରମ ପ୍ରେମ ଯୁଗ ପୁରୁଷୋତ୍ତମ ହଉଛନ୍ତି ପୁରୁଷୋତ୍ତମ, ଆଉ ମୁଁ ହଉଛି ମୂର୍ଖତମ। ମୋ ଭଳିଆ ମୂର୍ଖ ମଣିଷ ଆଜି ଯଦି 5,000 ଲୋକଙ୍କ ଭିତରେ ପ୍ରିଜାଇଡ କରୁଛି, ତାଠାରୁ ଠାକୁରଙ୍କର ଆଉ ବଡ ଅଲୌକିକ ଜିନିଷ ଆଉ କଣ ହେଇପାରେ? ତେଣୁ ଇଏ ହଉଛି ପରମ ପ୍ରେମ ଯୁଗ ପୁରୁଷୋତ୍ତମ ଶ୍ରୀ ଠାକୁରଙ୍କର ଲୀଳାର କଥା। ଥରେ ଗୋଟେ ଗ୍ରାମରେ ଠାକୁର କହୁଛନ୍ତି, ଧର୍ମର ଛଳନା କରିବା ମଧ୍ୟ ଭଲ ତୁମକୁ ଧାର୍ମିକ କରିଦେଇପାରେ। ଖନାକୁ ଖତେଇ ହଉ ହଉ ତୁମେ ମଧ୍ୟ ଖନା ହେଇଯାଇପାର। ଗୋଟିଏ ଗ୍ରାମରେ ଗୋଟେ ନାଟକ ମଞ୍ଚସ୍ଥ ହବ ଓ ସେ ନାଟକର ବହି ନାଁ ହଉଛି ବୁଦ୍ଧଦେବ। ଏ ବୁଦ୍ଧଦେବ ଭୂମିକାରେ ଯିଏ ଅଭିନୟ କରିବ, ସିଏ ହଉଛି ସେ ଗାଁର ଜଣେ ଲୋକ ଯିଏକି ଅଧିକା ଚାନ୍ଦା ଦେଇଛି। ତାର ଯିଏ ସେ ବୁଦ୍ଧଦେବ ଭୂମିକାରେ ଅଭିନୟ କରିବ। କିନ୍ତୁ ସେ ଯୋଉ ଲୋକଟି ବୁଦ୍ଧଦେବ ଭୂମିକାରେ ଅଭିନୟ କରିବା ପାଇଁ ବାହାରିଛି, ସେ ହଉଛି ଜଣେ ରାକ୍ଷସ, କ୍ରୂର, ନିଷ୍ଠୁର ପ୍ରକୃତିର ଲୋକ ଏବଂ ଦୁର୍ଦାନ୍ତିଆ ଲୋକ। ମଦୁଆ, ଗଞ୍ଜଡିଆ, ଯେତେ ପ୍ରକାର ଅନସୋସିଆଲ ୱାର୍କସ ଥାଇପାରେ ସବୁଥିରେ ସେ ଧୁରନ୍ଧର। କିନ୍ତୁ ସେ ଯେହେତୁ ଅଧିକା ଚାନ୍ଦା ଦେଇଛି, ସେ କହୁଛି ମୁଁ ବୁଦ୍ଧଦେବ ଭୂମିକାରେ ଅଭିନୟ କରିବି। ଏବଂ ସେ ବହୁତ ପ୍ରାକ୍ଟିସ କରିଛି। ବହୁତ ପ୍ରାକ୍ଟିସ କଲା ପରେ ବି ସେଇ ବୁଦ୍ଧଦେବ ଭୂମିକାଟାକୁ ନିଭାଇବା ତା ପାଖରେ ବହୁତ କଷ୍ଟ ହେଇଛି। ଶେଷକୁ ଯେତେବେଳେ ସେ ବୁଦ୍ଧଦେବ ଭୂମିକାରେ ସେ ଅଭିନୟ କରିବା ପାଇଁ ନିଶ୍ଚିତ ହେଇଯାଇଛି, ତାର ମୁହଁରେ ବୁଦ୍ଧଦେବଙ୍କର ସାମ୍ୟ ଓ ଶାନ୍ତ ମୂର୍ତ୍ତି ବାହାରି ପାରୁନି। ଏମିତି ପ୍ରାକ୍ଟିସ କରି 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 3-4 ମାସ ପରେ ସେ ବୁଦ୍ଧଦେବ ଭୂମିକାକୁ ଠିକ ଭାବରେ ଫୁଟେଇ ପାରିଛି ତା ଅଭିନୟ ମାଧ୍ୟମରେ। ଏବଂ ଯେତେବେଳେ ବହିଟି ଅଭିନୟ ହେଇଛି, ସେତେବେଳେ ଖୁବ ସୁନ୍ଦର ଭାବରେ ସେ ବୁଦ୍ଧଦେବ ଭୂମିକାରେ ଅଭିନୟ କରିକି ନିଜକୁ ମାନେ ଦର୍ଶକ ମାନଙ୍କୁ ଖୁସି ଦେଇପାରିଛି। ଏବଂ ଏଇ ବହିଟି ସେଇ ଏରିଆରେ ପ୍ରାୟ 40-50 ଥର ଅଭିନୟ ହେଇଛି ଏବଂ ସେଇ ଅଭିନୟରେ ଏ ଲୋକଟି ବୁଦ୍ଧଦେବ ଭୂମିକାରେ ଅଭିନୟ କରି ସବୁ ନିଖୁଣ ଭାବରେ ସେଇ ଭୂମିକାଟାକୁ ସେଇ ନାଟକଟିକୁ ମଞ୍ଚସ୍ଥ କରାହେଇଛି। ଏବଂ ଯେତେବେଳେ ନାଟକ ସରିଯାଇଛି, ବାସ୍ତବ ଜୀବନକୁ ଫେରିଛି, ସେତେବେଳେ ସେ ଲୋକ ଆଉ ବାସ୍ତବ ଜୀବନକୁ ଫେରିନି ଏବଂ ସେ ସନ୍ନ୍ୟାସ ନେଇଯାଇଛି। ତେଣୁ ଏ ହଉଛି ବୁଦ୍ଧଦେବଙ୍କର କଥା। ଆଉ ଆଉ ଜଣେ ଲୋକ ଶିକାରୀ, ସେ ଜଙ୍ଗଲକୁ ଯାଇଛି ଶିକାର କରିବା ପାଇଁ ଏବଂ କୌଣସି ଜାଗାରେ ସେ ଶିକାର ପାଇନି, ଫେରି ଆସିଛି ଏବଂ ଦେଖିଛି ନଦୀ କୂଳରେ ଗୋଟିଏ ପଥର ପାଖରେ ଜଣେ ଲୋକ ବସିକି ଧ୍ୟାନ କରୁଛି ଏବଂ ଧଳା ଚନ୍ଦ୍ର ଘୋଡି ହେଇଛି ଏବଂ ତାରି ଚାରି ପାଖରେ ବହୁତ ପକ୍ଷୀ ଉଡୁଛନ୍ତି। ତେଣୁ ସେ ଭାବିଲା, ଯଦି ମୁଁ ଜଣେ ଏମିତି ପକ୍ଷୀ ଧରିବା ପାଇଁ ଧଳା ଚନ୍ଦ୍ର ଘୋଡେଇ ହେଇଯାଏ ଏବଂ ବସେ, ମୋ ପାଖରେ ଯଦି ପକ୍ଷୀ ଗୁଡାକ ଏମିତି ବୁଲନ୍ତି, ମୁଁ ତାଙ୍କୁ ସହଜରେ ଧରିପାରିବି। ଏବଂ ସେଇ ଉଦ୍ଦେଶ୍ୟରେ ସେ ଯେତେବେଳେ ସେଇ ନଦୀ କୂଳରେ ବସିଛି, ପକ୍ଷୀ ଯାକ ତା ଚାରି ପାଖରେ ବୁଲୁଛନ୍ତି, ସେତେବେଳକୁ ତାର ଭାବାନ୍ତର ହେଇଛି, ତା ମନରେ ହିଂସ୍ର ପ୍ରକୃତି ଦୂରେଇ ଯାଇଛି ଏବଂ ଦୟା ଭାବ ଜାଗ୍ରତ ହେଇଛି ଏବଂ ସେ ଆସ୍ତେ 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 ସେ ଶିକାରୀରୁ ମାନେ ସନ୍ନ୍ୟାସୀ ହେଇଯାଇଛି। ତେଣୁ ଏ ହଉଛି ଧର୍ମର ଛଳନା, ଯାହା ମଣିଷକୁ ଧାର୍ମିକ କରିଦେଇପାରେ। ଆଉ ଗୋଟେ କଥା ହଉଛି ବଡଦାଙ୍କ କଥା। ଥରେ ଆଶ୍ରମରେ ବଡଦା ଅଛନ୍ତି। ଜଣେ ଗୁରୁ ଭାଇ, ଛୋଟ ପିଲାଟିଏ, ସେ କଣ କରେ, ସବୁବେଳେ ପ୍ରଣାମୀ ପଇସା ଚୋରି କରି ନିଏ ଏବଂ ସିଗାରେଟ, ଗଞ୍ଜେଇ, ମଦ, ଚକ୍ଲେଟ ଏଗୁଡା ସବୁ ଖାଏ। ଏଇ ସବୁ କଥା ସବୁ ଗୁରୁ ଭାଇ ମାନେ ଜାଣନ୍ତି, ଟୁପୁରା ଟୁପୁରି ହୁଅନ୍ତି, ଫୁସଫାସ ହୁଅନ୍ତି, କିନ୍ତୁ କେହି ବଡଦାଙ୍କୁ କହିପାରନ୍ତି ନାହିଁ। କିନ୍ତୁ ପ୍ରସଙ୍ଗ କ୍ରମେ କଥା ଯାଇ ବଡଦାଙ୍କ କାନରେ ପହଞ୍ଚିଲା ଏବଂ ବଡଦା ସେ ପିଲାଟିକୁ ଡାକିଲେ। ଯେତେବେଳେ ସେ ପିଲାଟିକୁ ଡାକିଲେ, ସେ ପିଲାଟି ଥରଥର ହେଇକି ଆସି ବଡଦାଙ୍କ ପାଖରେ ଠିଆ ହେଲା ଏବଂ ବଡଦା ତାଙ୍କୁ କଣ କଲେ ନା ଠୋ କିନି ଗୋଟେ ଚଟକଣା ପକେଇଲେ।
ଏବଂ ସେ ତଳେ ପଡିଗଲା। ତଳେ ଯେତେବେଳେ ପଡିଗଲା ବଡଦା କହୁଛନ୍ତି ଉଠ ଉଠ ଉଠ, 3 ଥର ତାକୁ କହିଛନ୍ତି ଉଠ 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 ବୋଲି। ଏବଂ ସେ ପିଲାଟି ଯେତେବେଳେ ଉଠିଛି ବଡଦା କହୁଛନ୍ତି ଆନନ୍ଦ ବଜାରରେ ଖାଇକି ସ୍କୁଲକୁ ଯିବ। ଏବଂ ତାପରେ ସେ ପିଲାଟି ଯାଇଛି ଏବଂ ଆନନ୍ଦ ବଜାର ଖାଇକି ସ୍କୁଲକୁ ଯାଇଛି ଏବଂ ପରବର୍ତ୍ତୀ ସମୟରେ ଭଲ ମଣିଷ ହେଇଛି, ଠାକୁରଙ୍କର ମନ ଲାଖି ମଣିଷ ହେଇଛି ଏବଂ ଠାକୁରଙ୍କର କର୍ମରେ ନିଜକୁ ଯୋଗଦାନ ଦେଇଛି। ସେଠି ଠାକୁର ବାଣୀ ଦଉଛନ୍ତି ଯେ ଶାସନ କରିବା ସେହି ଲୋକକୁ ଶୋଭା ପାଏ ଯିଏ ଶ୍ରଦ୍ଧା କରି ଜାଣେ। ଶାସନ କରିବା ସେ ଲୋକକୁ ଶ୍ରଦ୍ଧା ପାଏ ଯିଏ ଶ୍ରଦ୍ଧା କରି ଜାଣେ। ତେଣୁ ଏ ହଉଛି ବଡଦାଙ୍କ କଥା। ଥରେ ଗୋଟିଏ ପିଲା MA ପାସ୍ କରିଛି ଏବଂ MA ପାସ୍ କରିସାରିଲା ପରେ ସେ ଗୋଟେ ଇଣ୍ଟରଭ୍ୟୁ ଦେଇଛି ଏବଂ ଚାକିରିରେ ସିଲେକ୍ସନ ହେଇଛି। ସିଲେକ୍ସନ ହେଲା ପରେ ସେ ଯାଇଛି ନୂଆ ଚାକିରିରେ ଜଏନ କରିବ, ସେଥିପାଇଁ ସେ ଯାଇଛି ବଡଦାଙ୍କୁ ଦର୍ଶନ କରିବା ପାଇଁ। ଏବଂ ବଡଦା ଖୁସି ହେଇଯାଇଛନ୍ତି ଏ କଥା ଶୁଣିକି ଏବଂ ତାଙ୍କୁ ଗୋଟେ ଘଣ୍ଟା ଉପହାର ଦେଇଛନ୍ତି ଏବଂ କହିଛନ୍ତି ଏ ଘଣ୍ଟାଟି ସବୁବେଳେ ହାତରେ ପିନ୍ଧିବ। ଏବଂ ସେଇ ପିଲାଟି ସବୁବେଳେ ହାତରେ ଘଣ୍ଟାଟି ପିନ୍ଧେ ଏବଂ ବଡଦା କହିଛନ୍ତି ଯେତେବେଳେ ନିତ୍ୟକର୍ମ କରିବ ସେତେବେଳେ ଘଣ୍ଟାଟି ବାହାର କରିବ, କିନ୍ତୁ ଆଉ ସବୁବେଳେ ପିନ୍ଧିଥିବ। ସେଇ କଥା ମାନିକି ସେ ପିଲାଟି ସବୁବେଳେ ସେ ଘଣ୍ଟାକୁ ବ୍ୟବହାର କରେ। ଏବଂ ଯେତେବେଳେ ସେ ଦେଖିଲା ସେ ଅଫିସରେ ସବୁ ଅନ୍ୟାୟ ଅନୀତି ଚାଲିଛି ଏବଂ ତୁଷାରପାତ ଚାଲିଛି ଏବଂ ସେ ତାର ପ୍ରତିବାଦ କରିଛି। ଯେତେବେଳେ ପ୍ରତିବାଦ କରିଛି ସମସ୍ତେ ତାର ଶତ୍ରୁ ହେଇଯାଇଛନ୍ତି। ଏଇ ଶତ୍ରୁ ହେବା ଭିତରେ ଦିନେ ସେଇ ଅଫିସର କର୍ମଚାରୀ ମାନେ ତାଙ୍କୁ ମାରିଦେବା ପାଇଁ ଜୀବନରେ ଚେଷ୍ଟା କରିଛନ୍ତି ଏବଂ ଯେତେବେଳେ ଆଟାକ କରିଛନ୍ତି ସେଇ ଆଟାକଟା ଛୁରୀ ଆସିକି ସେ ଘଣ୍ଟାରେ ବାଜିଛି ଏବଂ ସେ ନିଜର ଆତ୍ମରକ୍ଷା କରିକି ପଳେଇ ଆସିଛି। ଏବଂ ସେତେବେଳେ ସେ ବୁଝିଛି ଯେ ବଡଦା କାହିଁକି ତାଙ୍କୁ ଘଣ୍ଟା ପିନ୍ଧିବା ପାଇଁ କହିଥିଲେ। ତେଣୁ ଏ ହେଉଛନ୍ତି ଦ୍ରଷ୍ଟା ପୁରୁଷ ପରମ ପ୍ରେମ ଯୁଗ ପୁରୁଷୋତ୍ତମ ଶ୍ରୀ ଠାକୁର ଏବଂ ବଡଦାଙ୍କ କଥା। ଆଉ ଜଣେ ଆଶ୍ରମିକ ରୀତିକ ଦାଦା ଥିଲେ, ତାଙ୍କ ନାଁ ହଉଛି ହରେଣ ବସୁ। ସେ ହରେଣ ବସୁ ଯେ ସେ ଠାକୁରଙ୍କ ଜଣେ ନିୟତ କର୍ମୀ ଏବଂ ସେଇ ଆଶ୍ରମରେ ବହୁତ ଅଭାବ ଅସୁବିଧା ଭିତରେ ସେ ରହୁଥିଲେ ଏବଂ ସେଇଠି ସେ ଦେହତ୍ୟାଗ କଲେ। ଦେହତ୍ୟାଗ କରିବା ପରେ ଦିନେ ସେ ଆଶ୍ରମରେ ତାଙ୍କର ସେଇ ଆତ୍ମା ଘୁରି ବୁଲୁଥାଏ ଏବଂ ବଡଦାଙ୍କୁ ଦର୍ଶନ କରି କହୁଛନ୍ତି ଦାଦା, ମୁଁ ଜୀବିତ ଥିବା ଅବସ୍ଥାରେ ଜଣେ ଲୋକଙ୍କ ପାଖରେ ମୋର ସାଇକେଲ ବନ୍ଧା ପଡିଛି ଏବଂ ଆଉ ଜଣେ ଲୋକ ପାଖରୁ ମୁଁ 1000 ଟଙ୍କା ଧାର ଆଣିଥିଲେ ମୁଁ ଫେରେଇ ପାରିନି, ଯାହା ଫଳରେ କି ମୋ ଆତ୍ମା ଏଠି ଶାନ୍ତି ପାଇପାରୁନି। ତାପରେ ସେଇ କଥା ବଡଦା ଠାକୁରଙ୍କୁ ନିବେଦନ କରିଛନ୍ତି ଏବଂ ଠାକୁରଙ୍କ ନିର୍ଦ୍ଦେଶରେ ବଡଦା 1000 ଟଙ୍କା ପରିଶୋଧ କରିଛନ୍ତି ଏବଂ ସାଇକେଲକୁ ମୁକାଳି ଆଣିଛନ୍ତି ଏବଂ ତାଙ୍କର ଆତ୍ମା ଶାନ୍ତି ପାଇଛି। ଏଇ ହେଉଛନ୍ତି ପରମ ପ୍ରେମ ଯୁଗ ପୁରୁଷୋତ୍ତମ ଶ୍ରୀ ଠାକୁର ଏବଂ ତାଙ୍କର ଲୀଳା। ଆଉ ଗୋଟିଏ କଥା ହଉଛି ଏଇ ଠାକୁର ରାମକୃଷ୍ଣ ଠାକୁରଙ୍କର ଜଣେ ଶିଷ୍ୟା ଥିଲେ, ତାଙ୍କ ନାଁ ହଉଛି ରାସମଣୀ ଦେବୀ, ଯିଏକି ଦକ୍ଷିଣେଶ୍ୱରରେ ମନ୍ଦିର କାର୍ଯ୍ୟରେ ନିଜକୁ ବ୍ୟାପୃତ ରଖିଥିଲେ। ଏ ରାସମଣୀ ଦେବୀ ଜଣେ ବହୁତ ଭକ୍ତିମତୀ ଲୋକ ଥିଲେ ଏବଂ ସେ ଏତେ ଭକ୍ତିମତୀ ଲୋକ ଥିଲେ ଯାହା ଫଳରେ କି ଲୋକମାନେ ତାଙ୍କୁ ଥଟ୍ଟା ପରିହାସ କରୁଥିଲେ ଏବଂ ସେଠିକାର ପଣ୍ଡିତ ବ୍ୟକ୍ତି ମାନେ ଏବଂ ପୂଜକ ମାନେ ସେଟାକୁ ପସନ୍ଦ କରୁନଥିଲେ। ଥରେ ଏଇ ରାସମଣୀ ଦେବୀ ତାଙ୍କ ଘରେ ଠାକୁର ପୂଜା କରୁଛନ୍ତି ଏବଂ ଏ ଠାକୁର ପୂଜା କରିବା ସମୟରେ ତାଙ୍କର ସିଂହାସନରୁ ବିଗ୍ରହଟି ତଳେ ପଡି ଭାଙ୍ଗି ଯାଇଛି ଏବଂ ସେଥିଲାଗି ସେ ବହୁତ ଚିନ୍ତିତ ଅଛନ୍ତି। ଏହାର କେମିତି କଣ ସମାଧାନ କରିବେ ସେ ଜାଣିପାରୁନାହାନ୍ତି ଏବଂ ଏଥିପାଇଁ ସେ କଣ କଲେ, ଗୋଟେ ପଣ୍ଡିତ ସଭା ଡକେଇଲେ। ସବୁ ପଣ୍ଡିତ ମାନେ ବିଷୟବସ୍ତୁ ଜାଣିଲେ ଏବଂ ଏବଂ ନିର୍ଣ୍ଣୟ କଲେ ଯେ ଏହା ଏକ ଗୁରୁତର ଅପରାଧ ଏବଂ ଭବିଷ୍ୟତରେ ବହୁତ ଅମଙ୍ଗଳ ହବ। ତେଣୁ ପ୍ରଥମେ ଏଇ ଭଗ୍ନ ଯୋଉ ବିଗ୍ରହଟି ଭାଙ୍ଗି ଯାଇଛି ତାଙ୍କୁ ଗଙ୍ଗା ନଦୀରେ ବିସର୍ଜନ କରିବାକୁ ପଡିବ ଏବଂ ଅଷ୍ଟ ଧାତୁରେ ଆଉ ଗୋଟିଏ ବିଗ୍ରହ ତିଆରି କରି ମାଙ୍ଗଳିକ ଅନୁଷ୍ଠାନ କରିକି ଆଉ ବିପ୍ଳବ ମାନଙ୍କୁ ଦକ୍ଷିଣା ଦେଇକି, ପଣ୍ଡିତ ମାନଙ୍କୁ ଦକ୍ଷିଣା ଦେଇକି ଆଉ ଥରେ ପୂଜାପୂଜି କରିବାକୁ ପଡିବ, ଯାହାକି ଗୋଟେ ବିରାଟ ଖର୍ଚ୍ଚର ବିଷୟ। ଯେତେବେଳେ ଏ କଥା ରାସମଣୀ ଦେବୀ ଶୁଣିଲେ ସିଏ ଅତ୍ୟନ୍ତ ଚିନ୍ତିତ ହେଲେ ଏବଂ ସେ ଭାବିଲେ ପଣ୍ଡିତ ମାନେ ତ ଏଇ କଥା କହିଲେ, ମୁଁ ଯାଉଛି ମୋ ଠାକୁର ରାମକୃଷ୍ଣଙ୍କୁ ଏ କଥା ପଚାରିବି ସିଏ କଣ କହୁଛନ୍ତି। ତାପରେ ରାସମଣୀ ଦେବୀ କଣ କଲେ, ରାସମଣୀ ଦେବୀ କଣ କଲେ, ରାମକୃଷ୍ଣ ଠାକୁରଙ୍କ ପାଖକୁ ଗଲେ ଏବଂ ସେଇ କଥା ନିବେଦନ କଲେ ଯେ ବିଗ୍ରହ ଭାଙ୍ଗି ଯିବା କଥା ଏବଂ
ପଣ୍ଡିତ ମାନଙ୍କର ମତାମତ କଥା ସବୁ ଶୁଣି ସାରିକି ରାମକୃଷ୍ଣ ଠାକୁର କହୁଛନ୍ତି, ରାସମଣୀ ଦେବୀ, ଯଦି ତୁମର ଏକମାତ୍ର ଜ୍ୱାଇଁ ମଥୁରୀ ବାବୁ ଯଦି ସେ ଅକସ୍ମାତ ଖଟରୁ ପଡି ଯାଇଥାନ୍ତେ ଏବଂ ତାଙ୍କର ଗୋଡ ଯଦି ଭାଙ୍ଗି ଯାଇଥାନ୍ତା, ତେବେ ଆପଣ କଣ ତାଙ୍କୁ ନେଇକି ଏଇ ଯୋଉ ଭଙ୍ଗା ଗୋଡିଆ ଜ୍ୱାଇଁକୁ ନେଇକି ଗଙ୍ଗା ନଦୀରେ ଫିଙ୍ଗି ଦେଇଥାନ୍ତ ଆଉ ଝିଅ ପାଇଁ ଆଉ ଗୋଟିଏ ଜ୍ୱାଇଁ ଖୋଜିଥାନ୍ତ? ଯେତେବେଳେ ଏ କଥା ଶୁଣିଛନ୍ତି ରାମକୃଷ୍ଣଙ୍କ ମୁହଁରୁ, ରାସମଣୀ ଦେବୀ ବିସ୍ମିତ ହେଲେ। ତାପରେ ରାମକୃଷ୍ଣ ଠାକୁର ବୁଝାଉଛନ୍ତି, ଦେଖ, ଏଇ ଭଙ୍ଗା ମୂର୍ତ୍ତିଟିକୁ ନେଇକି ଗୋଟିଏ କାରିଗର ଦ୍ଵାରା ଝଳେଇ କରିବ, ଗଙ୍ଗା ଜଳରେ ଧୋଇଦେବ ଏବଂ ନିଜର ଭୁଲ ଲାଗି ଏବଂ ଅସାବଧାନତା ଲାଗି ଯୋଉ ଭାଙ୍ଗି ଯାଇଛି ସେଥିପାଇଁ ଆଖିରୁ ଦି ଟୋପା ଲୁହ ଗଡେଇ ଦବ। ବାସ୍ ଏତିକି କଲେ ଠିକ ହବ, ଆଉ ବିଶେଷ କିଛି କରିବା ଦରକାର ନାହିଁ। ଏତେ ସହଜ ସମାଧାନ ଶୁଣିଲା ପରେ ରାସମଣୀ ଦେବୀ ବହୁତ ଖୁସି ହେଲେ। ତେଣୁ ଏଇ ସହଜ ସରଳ ସମାଧାନ ପାଇବା ପାଇଁ ଆମେ ସମସ୍ତେ ପରମ ବ୍ରହ୍ମ ଯୁଗ ପୁରୁଷୋତ୍ତମ ଶ୍ରୀ ଠାକୁରଙ୍କର ଶରଣପାନ ହବା ଦରକାର, ସତନାମ ମନନ କରିବା ଦରକାର ଏବଂ ସତ୍ସଙ୍ଗର ଆଶ୍ରୟ ଗ୍ରହଣ କରିବା ଦରକାର। ଯଦି ଆମେ ଏତିକି ନ କରିବା, ତେବେ ତଥାକଥିତ ଯୋଉ ବ୍ରାହ୍ମଣ ପଣ୍ଡିତ ଅଛନ୍ତି ସେମାନେ ଆମକୁ ଭୁଲ ବାଟରେ ନେବେ ଏବଂ ଆମକୁ ବହୁତ ଖର୍ଚ୍ଚାନ୍ତରେ ପକେଇବେ। ପୁଣି ହଉଛି ଠାକୁରଙ୍କର ଲୀଳାର କଥା। ଆଉ ଗୋଟେ କଥା ହଉଛି, ଭାଗବତରେ ଅଛି ଯେ ସେବା କାର୍ପଣ୍ୟ ଭକ୍ତି ବଳେ କିବା ଅସାଧ୍ୟ ମୋହିତଳେ, ସେବା କାର୍ପଣ୍ୟ ଭକ୍ତି ବଳେ କିବା ଅସାଧ୍ୟ ମୋହିତଳେ। ତେଣୁ ସେବା କାର୍ପଣ୍ୟ ଦ୍ଵାରା ଯେମିତି ଆମେ ଅସମ୍ଭବକୁ ସମ୍ଭବ କରିପାରିବା, ଭକ୍ତି ଦ୍ଵାରା ମଧ୍ୟ ସେମିତି ଅସାଧ୍ୟକୁ ସାଧନ କରିପାରିବା। ପରମ ପ୍ରେମ ଯୁଗ ପୁରୁଷୋତ୍ତମ ଶ୍ରୀ ଠାକୁର କହୁଛନ୍ତି ଯେ ସତରେ ନିରବଚ୍ଛିନ୍ନ ଭାବରେ ଲାଗି ରହିବାର ପ୍ରକ୍ରିୟାକୁ ବା ଚେଷ୍ଟାକୁ ଭକ୍ତି କହନ୍ତି। ସତରେ ନିରବଚ୍ଛିନ୍ନ ଭାବରେ ଲାଗି ରହିବାର ଚେଷ୍ଟାକୁ ହିଁ ଭକ୍ତି କହନ୍ତି। ଆଉ ଯିଏ ଭକ୍ତ ସିଏ ହଉଛନ୍ତି ପ୍ରକୃତ ଜ୍ଞାନୀ। ତେଣୁ ଭକ୍ତି ହିଁ ସିଦ୍ଧି ଆଣି ଦେଇପାରେ। ପୁଣି କହୁଛନ୍ତି, ଭଲ ମନ୍ଦ ବିଚାର କରି ବିଧ୍ୱସ୍ତ ହେବା ଅପେକ୍ଷା ସତରେ ବା ଗୁରୁଙ୍କ ପାଖରେ ଆସ୍ଥାବାନ ହୁଅ, ତ୍ରାଣ ପାଇବ। ସୁତରାଂ ଯିଏ ଗୁରୁ ସେ ସବୁବେଳେ ଜୀବନର ନିୟାମକ, ସେ ସବୁବେଳେ ମଙ୍ଗଳ କାମନା କରନ୍ତି, ସେ ଶିଷ୍ୟର ମଙ୍ଗଳ କରନ୍ତି ଏବଂ ବିପାକ ପଥରେ ହାତ ଧରି ଚାଲିବାର କାଇଦା ଶିଖାଇ ଦିଅନ୍ତି। ତେଣୁ କର୍ମଧାରା ନିୟନ୍ତ୍ରଣ କରନ୍ତି, ଶୋଭା ସୁନ୍ଦର କରି ତୋଳନ୍ତି। ତେଣୁ ଗୁରୁ ହଉଛନ୍ତି ଭଗବାନଙ୍କର ସାକାର ମୂର୍ତ୍ତି। ସିଏ କଣ କରନ୍ତି ନା ସବୁ ଜୀବଙ୍କର ମଙ୍ଗଳ ଚେଷ୍ଟାରେ ସବୁବେଳେ ଯତ୍ନବାନ ଥାନ୍ତି। କିଏ ପାପୀ, କିଏ ତାପୀ, କିଏ ଦୁରାଚାରୀ, କ୍ରୋଧୀ, ଅହଙ୍କାରୀ, ଜ୍ଞାନୀ, ସାଧୁ, ପଣ୍ଡିତ ସମସ୍ତଙ୍କର ସେ କଲେ ବେଳେ କୌଶଳେ ସେ ମଙ୍ଗଳ କରନ୍ତି। ତେଣୁ ଗୀତାରେ କୁହାଯାଇଛି, ନାସ୍ତି ବୁଦ୍ଧି ଯୁକ୍ତସ୍ୟ ନାଞ୍ଚା ଯୁକ୍ତସ୍ୟ ଭାବନା। ତେଣୁ ତାଙ୍କ ସହିତ ଯୁକ୍ତ ହେବାର ପ୍ରଥମ ଏବଂ ପ୍ରଧାନ ମାର୍ଗ ହଉଛି ଭକ୍ତି। ତେଣୁ ଭକ୍ତି ହିଁ ଅସଲ ଜିନିଷ। ତେଣୁ ଏ ଭକ୍ତିକୁ ଭାଗବତରେ 9 ଭାଗରେ ବିଭକ୍ତ କରାଯାଇଛି। ଶ୍ରବଣ, କୀର୍ତ୍ତନ, ସ୍ମରଣ, ପଦସେବନ, ଅର୍ଚ୍ଚନ, ବନ୍ଦନ, ଦାସ୍ୟ, ସଖ୍ୟ, ଆତ୍ମନିବେଦନ, ଏଇଟାକୁ ନବଦା ଭକ୍ତି କୁହାଯାଏ। ଆମ୍ଭେମାନେ ପ୍ରତ୍ୟକ୍ଷରେ ହଉ କିମ୍ବା ପରୋକ୍ଷରେ ହଉ, ଆମର ଜ୍ଞାତ ସ୍ତରରେ ହଉ କିମ୍ବା ଅଜ୍ଞାତ ସ୍ତରରେ ହଉ, ଆମେ ଏଇ 9 ପ୍ରକାର ଭକ୍ତି ସହିତ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। କିନ୍ତୁ ପରମ ପ୍ରେମ ଯୁଗ ପୁରୁଷୋତ୍ତମ ଶ୍ରୀ ଠାକୁର କଣ କରୁଛନ୍ତି ନା ଏଇ ଭକ୍ତିକୁ 3 ଭାଗରେ ବିଭକ୍ତ କରୁଛନ୍ତି। କହୁଛନ୍ତି ଯେ ଗୋଟେ ହଉଛି ପ୍ରବୃତ୍ତି ପରାମୃଷ୍ଟ ଭକ୍ତି, ପ୍ରବୃତ୍ତି ଆପସରୂପ ଭକ୍ତି ଏବଂ ବୃତ୍ତିଭେଦୀ ଭକ୍ତି। ପ୍ରବୃତ୍ତି ପରାମୃଷ୍ଟ ଭକ୍ତି ହଉଛି କଣ ନା ଯେତେ ଦିନ ପର୍ଯ୍ୟନ୍ତ ଗୁରୁଙ୍କର ଯେତେ ଦିନ ପର୍ଯ୍ୟନ୍ତ ଗୁରୁଙ୍କର ନିର୍ଦ୍ଦେଶ ଗୁଡିକ ମୋର ବୃତ୍ତି ପ୍ରବୃତ୍ତିକୁ ସମର୍ଥନ ଦେଇକି ଚାଲିଲା, ସେତେ ଦିନ ପର୍ଯ୍ୟନ୍ତ ମୁଁ ପାଳନ କଲି ଏବଂ ଯେତେବେଳେ ମୋର ବୃତ୍ତି ପ୍ରବୃତ୍ତି ଉପରେ ଠୋକର ଆସିଲା ସେତେବେଳେ ମୁଁ ଛାଡିଦେଲି। ଏଇଟା ହଉଛି ପ୍ରବୃତ୍ତି ପରାମୃଷ୍ଟ ଭକ୍ତି। ମାନେ ଯେତେ ଦିନ ପର୍ଯ୍ୟନ୍ତ ଗୁରୁଙ୍କର ନିର୍ଦ୍ଦେଶ ଗୁଡିକ ମୋର ବୃତ୍ତି ପ୍ରବୃତ୍ତି ସହିତ କମ୍ପ୍ରମାଇଜ କରି ଚାଲିଲା, ମୁଁ ସେତେ ଦିନ ପର୍ଯ୍ୟନ୍ତ ପାଳନ କଲି ଏବଂ ଯେତେବେଳେ ମୋର ବୃତ୍ତି ପ୍ରବୃତ୍ତି ଉପରେ ମାନେ ଆଞ୍ଚ ଆସିଲା, ମୁଁ ସେତେବେଳେ ଛାଡିଦେଲି। ଏଇଟାକୁ କୁହାଯାଏ ପ୍ରବୃତ୍ତି ପରାମୃଷ୍ଟି। ଦ୍ୱିତୀୟ ପ୍ରକାର ଭକ୍ତି ହଉଛି ପ୍ରବୃତ୍ତି ଆପସରଫା। ତାମାନେ ଯେଉଁ କେତେଟା ନିୟମ ବା ବିଧାନ ମୋର ପ୍ରବୃତ୍ତି ସହିତ ମ୍ୟାଚ ଖାଇକି ଚାଲିଲା, ମୁଁ ସେତିକିଟା ପାଳନ କଲି, ଅବଶିଷ୍ଟ ଛାଡିଦେଲି। ପ୍ରଥମ ରହୁଛି ଯେତେ ଦିନ, ଦ୍ୱିତୀୟ ରହୁଛି ଯେତେଟା ନିୟମ, ତୃତୀୟ ଭକ୍ତି ହଉଛି ବୃତ୍ତିଭେଦୀ ଟାଣ। ଏ ବୃତ୍ତିଭେଦୀ ଟାଣ ମାନେ ନିଜର ବିନା ଓଜରରେ, ବିନା ଆପତ୍ତିରେ, ପରମ ଆନନ୍ଦରେ ଗୁରୁଙ୍କର ଆଦେଶ ପାଳନ କରିବା, ତାଙ୍କ ମୁହଁରେ ହସ ଫୁଟାଇବା, ତାଙ୍କ ଲାଗି କର୍ମ କରିବା, ନିଜର ଭଲ ମନ୍ଦ
କିଛି ଚିନ୍ତା ନ କରିକି ତାଙ୍କରି ପ୍ରୀତି ଅର୍ଥେ କାମ କରିବା। ଏଇ ପ୍ରକାର ଯୋଉମାନେ ଭକ୍ତ ସେମାନେ ହଉଛନ୍ତି ବୃତ୍ତି ବିରୋଧୀ ଟାଣର ଭକ୍ତ। ଏଇ ପ୍ରକାର ଭକ୍ତ ମାନେ ସବୁବେଳେ ବୃତ୍ତି ପ୍ରବୃତ୍ତିର ଉର୍ଦ୍ଧ୍ୱରେ ଥାନ୍ତି ଏବଂ ଗୁରୁଙ୍କ ଭିତରେ ଭଗବାନଙ୍କୁ ଦର୍ଶନ କରନ୍ତି। ତେଣୁ ଠାକୁର କହୁଛନ୍ତି ଅସୀମ ଯখন ସସୀମ ହୋଇ ସୀମାରେ ନିଅନ୍ତି ସ୍ଥାନ, ବୃତ୍ତି ଭେଦୀ ଟାଣ ହେଲେ ତୁଇ ଦେଖିବି ଭଗବାନ। ପ୍ରଭୁ ଶ୍ରୀକୃଷ୍ଣଙ୍କର ଦେହ ଅସୁସ୍ଥ, ଭକ୍ତଙ୍କର ପଦରଜ ଲାଗିଲେ ସୁସ୍ଥ ହେବେ। ବହୁତ ଗୋପାଙ୍ଗନା ମାନେ ଏ କଥା ଶୁଣିକି ସମସ୍ତେ କହିଲେ ଆମେ ଆମ ପାଦ ଧୂଳି ଦେଇପାରିବୁ ନାହିଁ। ଏ ପାଦ ଧୂଳି ଦେଲେ ଆମ ପାଦ ଧୂଳି ପ୍ରଭୁଙ୍କ ଦେହରେ ଲାଗିଲେ ଆମର ପାପ ହବ। କିନ୍ତୁ ରାଧାରାଣୀ ଆକୁଳ ଚିତ୍ତରେ ଆବେଗର ସହ ପ୍ରଭୁଙ୍କ ଶରୀରରେ ପଦରଜ ଲଗେଇବା ପାଇଁ ସବୁ ଦେଇଦେଲେ। କହିଲେ ମୋର ପାପ ହଉ, ମୁଁ ପଛେ ମହାପାତକରେ ପଡେ, ମୋର ପ୍ରଭୁ ଆରୋଗ୍ୟ ହୁଅନ୍ତୁ। ଏହା ହିଁ ଥିଲା ତାଙ୍କର ମାନେ ଭକ୍ତିର ପରାକାଷ୍ଠା। ତେଣୁ ଆଉ ଜଣେ ଅଛନ୍ତି, ଥରେ ପ୍ରଭୁ ଶୋଇଛନ୍ତି, ତାଙ୍କ ପାଦ ଦିଟା ଏରୁଣ୍ଡି ବନ୍ଧରେ ପଡିଛି। ଯେହେତୁ ଠାକୁରଙ୍କର ପାଦ ଏରୁଣ୍ଡି ବନ୍ଧରେ ପଡିଛି, କୌଣସି ଭକ୍ତ ଡେଇଁକି ଘର ଭିତରକୁ ଯାଇପାରୁନାହାନ୍ତି ପୂଜା କରିବେ ବୋଲି। ଶେଷକୁ ଜଣେ ଏକନିଷ୍ଠ ଭକ୍ତ ଆସିଲେ, ସେ କଣ କଲେ ନା ନିଜର ପାପ ପୁଣ୍ୟକୁ ବିଚାର ନ କରିକି ଏରୁଣ୍ଡି ବନ୍ଧ ଡେଇଁକି ଘରେ ପ୍ରବେଶ କଲେ ଏବଂ ପ୍ରଭୁଙ୍କୁ ସେବା କଲେ। ଯେତେବେଳେ ସେବା ସରିଗଲା, ସିଏ ଆଉ କଣ କଲେ, ଆଉ ବାହାରକୁ ଆସିଲେନି, ସେ ଟିକେ ବସି ରହିଲେ। ରାତି ପାହିଗଲା। ତ ରାତି ପାହିଗଲା, ପ୍ରଭୁ ତାଙ୍କୁ ପଚାରିଲେ, ଆଚ୍ଛା ରାତିସାରା ଏଠି ବସିଛ କାହିଁକି, କାହିଁକି ବିଶ୍ରାମ କରିନାହ? ଭକ୍ତ କହିଲେ, ପ୍ରଭୁ ଆପଣଙ୍କର ପାଦ ଦିଟା ଏରୁଣ୍ଡି ବନ୍ଧରେ ଥିଲା ତ, ତେଣୁ ମୁଁ ତାକୁ ଡେଇଁକି ବାହାରକୁ ଗଲେନି। ତାପରେ ପ୍ରଭୁ ପଚାରୁଛନ୍ତି, ତମେ ଆସିଲ କେମିତି? ନା ଭିତରକୁ ଏଇଥିପାଇଁ ଆସିଲି ଯେ ଆପଣଙ୍କର ପୂଜା ହବ, ସେଥିରେ ମୋର ଯାହା ପଛେ ହଉ ଆପଣଙ୍କର ପୂଜା ହବ। କିନ୍ତୁ ଯେତେବେଳେ ମୁଁ ବାହାରକୁ ଯାଇଥାନ୍ତି, ମୋ ନିଜ ଗରଜରେ ଯାଇଥାନ୍ତି, ସେଥିପାଇଁ ମୁଁ ଗଲେନି। ଆତ୍ମସ୍ୱାର୍ଥ ଲାଗି ପ୍ରଭୁଙ୍କ ପାଦ ଡେଇଁକି ବାହାରକୁ ଯିବାଟା ଠିକ ନୁହେଁ। ଶିଷ୍ୟ ଯେତେବେଳେ ଏଇ ପ୍ରକାର ଉତ୍ତର ଦେଲେ, ପ୍ରଭୁ ଖୁସି ହେଲେ ଏବଂ ସେଇ ଭକ୍ତକୁ ତାରିଫ କଲେ। ଏଇଭଳି ଜଣେ ଭକ୍ତ ହଉଛନ୍ତି ହନୁମାନଜୀ। ହନୁମାନ ହଉଛନ୍ତି ପ୍ରଭୁ ରାମଚନ୍ଦ୍ରଙ୍କର એકમાત્ર ପରମ ଭକ୍ତ। ମା ଜାନକୀଙ୍କୁ ଉଦ୍ଧାର କରି ପ୍ରଭୁଙ୍କ ଶ୍ରୀମୁଖରେ ମାନେ ହସ ଫୁଟେଇବା ତାଙ୍କର ଅନ୍ତରତମ ଅଭିଳାଷ ଥିଲା। ତେଣୁ ଠାକୁର କହୁଛନ୍ତି, ଯିଏ ଭକ୍ତ ସେ ସବୁବେଳେ ପ୍ରଭୁ ପ୍ରାଣ। ଭକ୍ତି, ଯୋଉଠି ଭକ୍ତି ଅଛି ସେଇଠି ଶକ୍ତି ଅଛି, ଆଉ ଭକ୍ତିର ଅମାପ ଶକ୍ତି। ତେଣୁ ଠାକୁର କହୁଛନ୍ତି, ଭକ୍ତି ଅଛି ଶକ୍ତି ନାହିଁ, ସେ ଭକ୍ତିର ନାହିଁ ବଢେଇ। ଏଭଳି ଜଣେ ଭକ୍ତ ହଉଛନ୍ତି ନଫର ଘୋଷ। ସେ ନଫର ଘୋଷ ଥରେ କଣ କଲା, ଦେଖିଲା ଯେ ଠାକୁରଙ୍କର ମନ ଶୁଖି ଯାଇଛି ଏବଂ ପାରିସ୍କରୁ ଅନୁସନ୍ଧାନ କରି ଜାଣିଲା ଯେ ଗୋଟେ ଛେଳି ଛୁଆକୁ ଯଜ୍ଞରେ ବଳି ଦେବା ପାଇଁ ନିଆଯାଇଛି ଏବଂ କିଛି ସମୟ ପରେ ତାର ମୃତ୍ୟୁ ଘଟିବ ଏବଂ ଜୀବନ ଦୀପ ଲିଭିଯିବ। ଏଇ କଥା ଠାକୁରଙ୍କୁ ବହୁତ ବେଦନା ଦେଇଛି, କଷ୍ଟ ଦେଇଛି। ତେଣୁ ସେ ନଫର ଘୋଷ କଣ କଲା, ଭୀମକର୍ମା ପଳି ଯାଇକି ଏକା ନିଶ୍ୱାସରେ ଜୟଗୁରୁ କହିକି ସେଇ ଛେଳିଟିକୁ ଉଦ୍ଧାର କଲା ଏବଂ ଠାକୁରଙ୍କ ପାଖରେ ଆଣିକି ପହଞ୍ଚେଇଲା। ଠାକୁର ବହୁତ ଖୁସି ହେଲେ। ତେଣୁ ଏଇ ହଉଛି ଭକ୍ତ ପ୍ରାଣ ବା ଇଷ୍ଟ ପ୍ରାଣ। ତେଣୁ ଏଇ ଯୋଉ ହଜାର ହଜାର ଲୋକଙ୍କ ଭିତରୁ ଯୋଉ ଛେଳିଟିକୁ ଉଦ୍ଧାର କରି ଆଣିବା, ଏହା କିଛି ସହଜ କାମ ନୁହଁ। ଠାକୁର କହୁଛନ୍ତି, ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ। ଠାକୁର କହୁଛନ୍ତି, ଏଇ ଯୋଉ ଭକ୍ତି ଜିନିଷଟା, ଭକ୍ତିର ଦିଟା ପଜିଟିଭ ଜିନିଷ ଅଛି ଏବଂ ଦିଟା ନେଗେଟିଭ ଜିନିଷ ଅଛି। ନେଗେଟିଭ ଜିନିଷ ହଉଛି କଣ, ଦୁର୍ବଳତା ଓ ଅହଙ୍କାର। ଯୋଉଠି ଦୁର୍ବଳତା ଓ ଅହଙ୍କାର ଅଛି, ସେ ଭକ୍ତିକୁ ଆଉ ଆଗେଇବାକୁ ଦିଏ ନା। ଠାକୁର କହୁଛନ୍ତି, ଦୁର୍ବଳ ମନ ଯେ ସେ କଦାପି ନିର୍ଭର କରିପାରନ୍ତି ନାହିଁ। ସେ ଗୁରୁଙ୍କ ଉପରେ ହେଉ ବା ଯାହା ଉପରେ ହେଉ, ସେ ସବୁବେଳେ ସନ୍ଦେହ କରନ୍ତି। ତେଣୁ ଦୁର୍ବଳ ହୃଦୟରେ ପ୍ରେମ ଭକ୍ତିର ସ୍ଥାନ ନାହିଁ। ଯୋଉମାନେ ଦୁର୍ବଳ ସେମାନେ ପ୍ରାୟ ରୁଗୁଣ, କୁଟିଳ, ଇନ୍ଦ୍ରିୟ ପରବଶ, ଅଶାନ୍ତ ଏବଂ ଅବସାଦଗ୍ରସ୍ତ ହୁଅନ୍ତି। ଆଉ ଯାହା ଠାକୁର କହୁଛନ୍ତି, ଯାହା ବାଧାପ୍ରାପ୍ତ ହେଲେ ନିଜକୁ ପ୍ରତିଷ୍ଠା କରିବାକୁ ଚାହେଁ, ତାହା ହିଁ ହେଲା ଅହଙ୍କାର। ଆଉ ଅହଙ୍କାର ମାନେ ଅନ୍ୟକୁ ନ ଜାଣିବା। ଆଉ ଇଏ ହଉଛି ଗୋଟେ ଶୈତାନ। ଇଏ ସର୍ବଦା କଣ କରେ ନା ନିଜକୁ ପ୍ରତିଷ୍ଠା କରିବାକୁ ଚାହେଁ। ସେ ଗୁରୁଜନ ମାନଙ୍କର ଉପଦେଶକୁ ସେ ଗ୍ରହଣ କରିପାରେ ନା, ଆଉ ଯେତେବେଳେ ସେ ଉପଦେଶ ପାଏ ସେ ଜାଗା ଛାଡି ପଳାଏ। ତେଣୁ ଏଇ ଯୋଉ ଦୁର୍ବଳତା ଓ ଅହଙ୍କାର, ଇଏ ହଉଛି ଆମକୁ ଭକ୍ତିର ଅପଥରେ ଯିବାକୁ ମାନେ ବାଟ ଘେରେ, ଆଗେଇବାକୁ ଦିଏ ନା। ଆଉ ଠାକୁର କହୁଛନ୍ତି, ଏ ଭକ୍ତିର ଆଉ ଦିଟା ପଜିଟିଭ ଜିନିଷ ଅଛି। ଏ ପଜିଟିଭ ଜିନିଷ ହଉଛି କଣ ନା, ନିଷ୍ଠା ଆଉ ବିଶ୍ୱାସ।
निष्ठा माने कौन एक विशेष भाव में लगी रहा कौन एक विषय निश्चय माने विशेष भाव में लगी रहार नाम हूँ निष्ठा। तेणु ठाकुर कहते दशविध संस्कार मन रखि था निष्ठा सार। तेणु निष्ठाटा सब माने लगी रहा दरकार। विश्वास ठाकुर कहते जो भाव विरुद्ध भाव द्वारा आहत बा अभिभूत हुए ना ताही हूँ विश्वास। तेणु जोटी विश्वास अच्छी से भक्ति अच्छी विश्वास अच्छी भक्ति नहीं एभली स्थान नहीं। तेणु जी विश्वासी से एक बहु को भल पाए एवं बहु को बहु एक को भल पाइबा ठाରୁ से बहुत दूर थाए। तेणु ठाकुर कहते यू आर फॉर द लॉर्ड नॉट फॉर अदर्स एंड यू आर फॉर द लॉर्ड एंड सो फॉर अदर्स। ठाकुर कहते जे भक्त से सर्वदा कर्ममुखर से केवल से केतबेले बसी रहे ना ता मन हो कि शरीर हो कि हाथ हो गोड़े हो से केतबेले इष्ट कर्म से लगी रही। तेणु से कर्म भितर से ठाकुर को दर्शन करे एवं तार जोड़ी जोड़ी नेत्र पड़े से ठाकुर को देखे। आ ठाकुर कहते भक्तर केबे हेले अधोगति हुए ना। ठाकुर कहते लव विदाउट लविंग एक्टिविटीज लव विदाउट लविंग एक्टिविटीज इज सेम। माने माने ठाकुर को भल पाए अथच ठाकुर किसी करे यहाँ किंतु ठीक नुह। ठाकुर कहते भल पाइबा माने किसी करवा। तेणु प्रभु प्रीति अर्थे जी कर्म करे ता हृदय सत सिंहर बल विराजमान करे से कष्ट को आउ कष्ट बोली भाभी पारे ना। तेणु भक्तर संग कले मन उदार हुए आउ जेते उदारता से शांति। तेणु ये हूँ ठाकुर कथा आउ विशेष किसी आलोचना करनी समस्त मंगल कामना कर रोचे। तो विशेष वक्ता नुह जहाँ किसी भूल भटका थी क्षमा करेंगे। जय गुरु वंदे पुरुषोत्तम। जय गुरु दादा जय गुरु जय गुरु। क्षमा करने कथा कहीं कहते प्रभु प्रभुंर पाखे आम समस्त समान किए क्या क्षमा कर प्रभु पाखे प्रार्थना करूँ सी क्षमा करेंगे। तेणु क्षमा कला भाया सेमती किसी अपराध आप करना सुंदर भाव आलोचना कर बहुत भल लगुला आपंकर आलोचना। आ बड़दांगर कथा भी कहते आमर ठाकुर रामकृष्ण परमहंसदेव कथा कहते सुंदर भाव आलोचना भी नवधा भक्तिर कथा भी कहले बहुत दिग